ଜାନୁଆରୀ 21 ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି20 ସିରିଜ୍ ଖେଳାଯିବ। ନ୍ୟୁଜିଲାଣ୍ଡ ବିପକ୍ଷ ଟି20 ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି20 ସିରିଜ୍ ପାଇଁ ମଧ୍ୟ ବଡ଼ ଦଳ ଘୋଷଣା କରାଯାଇଛି। ଜାନୁଆରୀ 21 ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟି20 ସିରିଜ୍ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ରାୟପୁର, ତୃତୀୟ ମ୍ୟାଚ୍ ଗୁହାଟୀ, ଚତୁର୍ଥ ମ୍ୟାଚ୍ ବିଶାଖାପାଟନମ୍, ପଞ୍ଚମ ମ୍ୟାଚ୍ ଥିରୁବନନ୍ତପୁରମରେ ଅନୁଷ୍ଠିତ ହେବ। ବିଶ୍ୱକପ୍ ପାଇଁ ଘୋଷଣା ହୋଇଥିବା 15 ଜଣିଆ ଦଳ ହିଁ ନ୍ୟୁଜିଲାଣ୍ଡ ବିପକ୍ଷ ଟି20 ସିରିଜ୍ ପାଇଁ ଖେଳିବେ। ଏନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ବିସିସିଆଇ ସଚିବ। ନ୍ୟୁଜିଲାଣ୍ଡ ବିପକ୍ଷ ଟି20 ସିରିଜ୍ ପାଇଁ ଭାରତୀୟ ଦଳ ସୂର୍ଯ୍ୟକୁମାର ଯାଦବ ବ୍ୟାଟର ଏବଂ ଅଧିନାୟକ, ଅଭିଷେକ ଶର୍ମା ବ୍ୟାଟର, ସଞ୍ଜୁ ସାମସନ୍ ବ୍ୟାଟର ଏବଂ ୱିକେଟ୍ ରକ୍ଷକ, ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର, ତିଲକ ବର୍ମା ଅଲରାଉଣ୍ଡର, ଅକ୍ଷର ପଟେଲ ଅଲରାଉଣ୍ଡର ଏବଂ ଉପ ଅଧିନାୟକ, ଶିଭମ ଦୁବେ ଅଲରାଉଣ୍ଡର, ୱାଶିଂଟନ ସୁନ୍ଦର ଅଲରାଉଣ୍ଡର, ରିଙ୍କୁ ସିଂ ଅଲରାଉଣ୍ଡର, ଅର୍ଷଦୀପ ସିଂ ବୋଲର, ହର୍ଷିତ ରାଣା ବୋଲର, ଜସପ୍ରୀତ ବୁମରା ବୋଲର, କୁଲଦୀପ ଯାଦବ ବୋଲର, ବରୁଣ ଚକ୍ରବର୍ତ୍ତୀ ବୋଲର, ଇଶାନ କିଶନ ବ୍ୟାଟର ଏବଂ ୱିକେଟ୍ ରକ୍ଷକ। ଗିଲକୁ ବାଦ୍ ଦିଆଯାଇଛି ଏବଂ ଅକ୍ଷର ପଟେଲକୁ ଉପ ଅଧିନାୟକ କରାଯାଇଛି।